ରାଜ୍ୟକୁ ଫେରିବ ପ୍ରବଳ ଗ୍ରୀଷ୍ମ ପ୍ରବାହ, ବଦଳିବ ପାଗ, ବଢ଼ିବ ତାତି, ଉପରମୁହାଁ ହେବ ପାରଦ। ଆସନ୍ତା 4 ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ 6ରୁ 8 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 15 ଡିଗ୍ରୀ ଯାଏଁ ବଢ଼ିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। ଆସନ୍ତା 17 ତାରିଖରୁ 20 ତାରିଖ 4 ଦିନ ପର୍ଯ୍ୟନ୍ତ ଲାଗି ରହିବ ସାଂଘାତିକ ସ୍ଥିତି। ଏଥିପାଇଁ ପିକ୍ ସମୟ ଘୋଷଣା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ବହୁ ସ୍ଥାନରେ 43ରୁ 45 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି। ଏଥିସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ ହେବ। ଉଷ୍ମ ଓ ଆର୍ଦ୍ର ପାଣିପାଗ ସ୍ଥିତି ପାଇଁ କଟକ, ନୟାଗଡ଼, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଏବଂ ମାଲକାନଗିରି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। 15 ତାରିଖରେ କଟକ, ନୟାଗଡ଼, ଅନୁଗୁଳ, ଖୋର୍ଦ୍ଧା, ବଲାଙ୍ଗୀର, କୋରାପୁଟ ଓ ମାଲକାନଗିରି ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। 16 ଓ 17ରେ 13 ଜିଲ୍ଲାରେ ହିଟ୍ ୱେଭ୍ ସ୍ଥିତି ଲାଗି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ 20 ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ସୂଚନା ମଧ୍ୟ ଦିଆଯାଇଛି। ଏବେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ତାପମାତ୍ରାରେ ବୃଦ୍ଧି ଘଟୁଛି। ଆଗକୁ ଅସହ୍ୟ ତାତି ଓ ଗୁଳୁଗୁଳି ଶରୀର ପାଇଁ ଘାତକ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି। ସେପଟେ ଏପ୍ରିଲ ମାସରେ 72 ବର୍ଷରେ ସବୁଠୁ ଥଣ୍ଡା ଦିନ ଗୁରୁବାର ଅନୁଭୂତ ହୋଇଥିଲା। ଅନ୍ୟପକ୍ଷରେ ଗରମ ସମୟରେ ଦିନ ତାପମାତ୍ରା ସହ ରାତିର ତାପମାତ୍ରା ମଧ୍ୟ 3ରୁ 4 ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି। ତେବେ ଗ୍ରୀଷ୍ମ ପ୍ରବାହ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଥିବା ବେଳେ ଜୀବନ ପ୍ରତି ବିପଦ ମଧ୍ୟ ଲାଗି ରହିବ ବୋଲି ସୂଚନା ଦିଆଯାଇଛି। ବିଶେଷ କରି ଅଂଶୁଘାତ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ମଣିଷକୁ ହାର୍ଟ ଆଟାକ୍ ହେବାର ସମ୍ଭାବନା ରହିଛି। ଖରାଦିନରେ ଅଧିକାଂଶ ଲୋକ କ୍ଳାନ୍ତି ଅନୁଭବ କରିବା ସହ ଶରୀରର ତାପମାତ୍ରା ସ୍ୱାଭାବିକ ରୁହେ ନାହିଁ ବୋଲି ବିଭାଗ କହିଛି। ଏଣୁ ଏପରି କିଛି ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଶରୀରରେ ଜଳର ପରିମାଣ କମିବା କାରଣରୁ ମୁଣ୍ଡବିନ୍ଧା ହୋଇଥାଏ। ଖରା ସମୟରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କୁ ବାହାରକୁ ଯିବା ପାଇଁ ବିଭାଗ ପକ୍ଷରୁ ବାରଣ କରାଯାଇଛି।